କେତେବେଳେ ସ୍ନାନ କଲେ ମନୁଷ୍ୟ ସଦାସର୍ବଦା ସୁଖ ଶାନ୍ତିରେ ଜୀବନ ଯାପନ କରିବେ। ଦର୍ଶକ ବନ୍ଧୁ, ଶାସ୍ତ୍ର ଅନୁସାରେ ବହୁତ ନିୟମ ରହିଛି, ଯାହା ଜାଣିଥାଏ କିମ୍ବା ଜାଣିନଥିଲେ ମଧ୍ୟ ପାଳନ କରିପାରି ନଥାଏ। ଏମିତି ଅନେକ କାମ ଅଛି ଯାହା ଆମକୁ ଠିକ୍ ଭଳି ଲାଗୁଥାଏ, କିନ୍ତୁ ସତ କ'ଣ ଆମେ ଜାଣିନଥାଉ। ଯେଉଁ କାମ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିଥାଉ ସେହି କାମ ହିଁ କରିବା ଉଚିତ। ଅଜାଣତରେ କିମ୍ବା ଜାଣିଶୁଣି ଭୁଲ କାମ କଲେ ମଣିଷ ଜୀବନରେ ଅନେକ ବାଧାବିଘ୍ନ ଦେଖା ଦେଇଥାଏ। ମଣିଷକୁ ବେଳେବେଳେ ଅନେକ ସଙ୍କଟ ଦେଇ ଗତି କରିବାକୁ ମଧ୍ୟ ପଡ଼ିଥାଏ। ଗୁରୁଜନଙ୍କର କହିବା ଅନୁଯାୟୀ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କଲେ ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ, ଘରେ ସୁଖ ଶାନ୍ତି ବିଜୟ ହୋଇଥାଏ। ପ୍ରାଚୀନ କାଳରେ ମନୁଷ୍ୟ ହସ ଖୁସିରେ ମଧ୍ୟ ରହୁଥିଲେ, କିନ୍ତୁ ଆଜି ପୁରା ଓଲଟା ଘଟଣା ଦେଖିବାକୁ ମିଳୁଛି। ଘରେ ଯଦି 4 ଜଣ ସଦସ୍ୟ ଅଛନ୍ତି, ଆଉ 4 ଜଣ ଯାକ ଆୟ କରୁଛନ୍ତି, ତାହେଲେ ମଧ୍ୟ ଘରେ କିଛି ନା କିଛି ଆର୍ଥିକ ସମସ୍ୟା ରହିଥାଏ। ଘର ଠିକ୍ ଭାବରେ ଚାଲି ନଥାଏ, ଯାହା ଫଳରେ ମନୁଷ୍ୟ ଅଶାନ୍ତିରେ ଜୀବନ କାଟୁଥାଏ। ହିନ୍ଦୁ ଧର୍ମ ଅନୁସାରେ ମନୁଷ୍ୟର ଦୈନନ୍ଦିନ ଜୀବନରେ ପ୍ରତ୍ୟେକ ଜିନିଷର ବା କାର୍ଯ୍ୟକଳାପର କିଛି ନା କିଛି ମହତ୍ତ୍ୱ ରହିଛି, ଯାହାକୁ ନେଇ ପ୍ରାଚୀନ କାଳରେ କିଛି ନିୟମ କରାଯାଇଥିଲା। ତେବେ ଆଜିର ଏହି କାହାଣୀ ମାଧ୍ୟମରେ ଆମେ ଜାଣିବା ସ୍ନାନ କେତେ ପ୍ରକାରର ଓ କେଉଁ ସମୟରେ ସ୍ନାନ କରିବା ଦ୍ୱାରା ଧନ ସମ୍ପତ୍ତି ଓ ସୁଖ ଶାନ୍ତି ବୃଦ୍ଧି ହୋଇଥାଏ। କେଉଁ ସମୟରେ ସ୍ନାନ କରିବା ଦ୍ୱାରା ଆମର ଅସୁବିଧା ମଧ୍ୟ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ସବୁ ସ୍ନାନ ଗୁଡ଼ିକ ବିଷୟରେ। ବ୍ରହ୍ମସ୍ନାନ। ଆପଣ ଜାଣିଛନ୍ତି କି ଶାସ୍ତ୍ରରେ କୁହାଯାଇଛି କି ଯେଉଁ ଲୋକ ସକାଳ ଭୋର ସମୟ ବା 4ଟାରୁ 5ଟା ମଧ୍ୟରେ ଭଗବାନଙ୍କ ନାମରେ ସ୍ନାନ କରିଥାଏ, ତେବେ ଏହାକୁ ବ୍ରହ୍ମସ୍ନାନ କୁହାଯାଏ। ଏହି ସ୍ନାନ କରିବା ଦ୍ୱାରା ଜୀବନରେ ବହୁତ ଖୁସି ଓ ସୁଖର ସମାବେଶ ହୋଇଥାଏ। ସେହି ଲୋକମାନଙ୍କ ଜୀବନରେ କେବେ ବି ଦୁଃଖ ରହିନଥାଏ ଏବଂ ସମସ୍ତ ପ୍ରକାରର କାର୍ଯ୍ୟରେ ତାଙ୍କୁ ଯଥାଶୀଘ୍ର ସଫଳତା ମିଳିଥାଏ। ଦେବସ୍ନାନ। ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଉଦୟ ପରେ ସ୍ନାନ କରିବାକୁ ଦେବସ୍ନାନ ବୋଲି କୁହାଯାଏ। ଏହି ସ୍ନାନରେ ଜୀବନରେ ଆସୁଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ, ସମସ୍ତ କାର୍ଯ୍ୟରେ ଆପଣ ଜୟଯୁକ୍ତ କରିଥାନ୍ତି ଏବଂ ଜୀବନରେ ସୁଖ ସମୃଦ୍ଧି ଲାଗି ରହିଥାଏ। ଏଥିସହିତ ଆପଣଙ୍କ ଉପରେ ସର୍ବଦା ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ। ଏହି ସ୍ନାନ ସକାଳ 5ଟାରୁ 6ଟା ଭିତରେ କରିବାକୁ ହୁଏ। ଏହି ସମୟରେ ସ୍ନାନ କଲେ ଘରର ଆର୍ଥିକ ସ୍ଥିତି ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ମାନବ ସ୍ନାନ। ମନାଯାଏ କି ଯୋଗ ମାଧ୍ୟମରେ ନିଜ ଇଷ୍ଟ ଦେବଙ୍କର ଚିନ୍ତନ ବା ଧ୍ୟାନ କରି ଯେଉଁ ସ୍ନାନ କରାଯାଏ, ତାହାକୁ ଯୋଗୀ ସ୍ନାନ ବା ମାନବ ସ୍ନାନ ବୋଲି କୁହାଯାଏ। ଏହି ସ୍ନାନ ତୀର୍ଥଯାତ୍ରା କରିବା ସହିତ ସମାନ ଅଟେ। ତୀର୍ଥ କରିବାର ଯେତେ ପୁଣ୍ୟ ମିଳିଥାଏ, ତାହା ଏହି ସ୍ନାନରେ ପ୍ରାପ୍ତ ହୋଇଥାଏ। ଏହି ସ୍ନାନ ସକାଳ 6ଟାରୁ 8ଟା ଭିତରେ କରିବାକୁ ହୋଇଥାଏ। ଏହି ସମୟରେ ସ୍ନାନ କଲେ ମନୁଷ୍ୟ ଆଂଶିକ ଫଳ ମିଳେ ଏବଂ ଆର୍ଥିକ ସମସ୍ୟା ଏତେଟା ଦେଖାଦେଇ ନଥାଏ କିମ୍ବା ଶୋଷଣ ମଧ୍ୟ ଦେଖାଦେଇ ନଥାଏ। ଦାନବ ସ୍ନାନ। ଶାସ୍ତ୍ରରେ କୁହାଯାଇଛି କି ଯେଉଁ ଲୋକମାନେ ଚାହା କିମ୍ବା ଭୋଜନ ସ୍ଥାନରେ ସ୍ନାନ କରନ୍ତି କିମ୍ବା ସକାଳ 8ଟା ପରେ ଯେଉଁ ସ୍ନାନ କରାଯାଏ, ତାହାକୁ ଦାନବ ସ୍ନାନ କୁହାଯାଏ। ଏହି ସମୟରେ ସ୍ନାନ କଲେ ଧୀରେ ଧୀରେ ସବୁକିଛି ନଷ୍ଟ ହୋଇଯାଏ, ଏଣୁ ଜୀବନର ଘୋର ବିପତ୍ତିର ସାମ୍ନା ମଧ୍ୟ କରିବାକୁ ପଡ଼ିଥାଏ। ଘରେ ସର୍ବଦା କଳି ଝଗଡ଼ା ଦୁଃଖର ଲହରୀ ଲାଗି ରହିଥାଏ। ଏହା ଅତ୍ୟନ୍ତ ଅଶୁଭ ମଧ୍ୟ ହୋଇଥାଏ। ଏହା ସହିତ ମା ଲକ୍ଷ୍ମୀ ମଧ୍ୟ ଏପରି ଲୋକମାନଙ୍କ ପାଖକୁ ଆସନ୍ତି ନାହିଁ। ସାଙ୍ଗମାନେ, ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥିବ, ଲାଇକ୍ ସେୟାର କମେଣ୍ଟ ନିଶ୍ଚିନ୍ତ କରନ୍ତୁ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ।